ପୂର୍ବତନ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ସମ୍ବଲପୁରୀ କୌଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଧାରାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଓଡ଼ିଶା ସରକାର ଦାବି କରିସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ସମ୍ବଲପୁରୀ କୌଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଧାରାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଓଡ଼ିଶା ସରକାର ଦାବି କରିସାରିଛି। ତିନିଟା ଅଞ୍ଚଳ ନେଇକରି ମୁଁ ଜାଣିନଥାଇପାରେ ସେ ଇତିହାସର ସେ ଜଣେ ଭଲ ଷ୍ଟୁଡେଣ୍ଟ ସେ ମତେ ପଢେଇବା କଥା ସେ ମୋ ଉପରେ ମୋର ଜ୍ଞାନକୁ ଅଧିକ ହଁ ସେ ପାଠ ପଢିବା ମିଟୁଠୁ ଆପଣଙ୍କଠୁ ଯଦି ମନେକର ଦେଖନ୍ତୁ କମ୍ପ୍ୟୁଟରରେ ମୋ ଝିଅ ମୋଠୁ ବେଶୀ ମୋ ପୁଅ ମୋଠୁ ବେଶୀ ଜାଣୁଛି ମୁଁ ତାଠୁ ଶିଖୁଛି କି ନାହିଁ। ମୁଁ ପାଠ ପଢିବାରେ କାହାଠୁ ପାଠ ପଢିବାରେ ମୁଁ କୁଣ୍ଠାବୋଧ କରେନି କାରଣ ମୋର ଜ୍ଞାନ ସୀମିତ ଜ୍ଞାନରେ ଯେ ଅଧିକ ଜ୍ଞାନ ମୋତେ ଦେଇପାରିଲା ମୁଁ ମନା କାହିଁ କରିବି। ମୁଁ ଷ୍ଟିଲ୍ ଆଇ ଏମ୍ ଏ ଷ୍ଟୁଡେଣ୍ଟ ଆଉ ମୁଁ ଲର୍ଣ୍ଣିଂ କରିବା ପାଇଁ ଚାହୁଁଛି। ମୁଁ ସମସ୍ତଙ୍କଠୁ ଶିଖିବା ପାଇଁ ଚାହୁଁଛି। କିନ୍ତୁ ମୁଁ ଗୋଟିଏ ପ୍ରତିନିଧି ନା ନାହିଁ ମୁଁ ଗୋଟିଏ ପ୍ରତିନିଧି ହିସାବରେ ମୋର କିଛି ସ୍ୱାଧୀନତା ଅଛି ନା ନାହିଁ। ମୁଁ ମୋର ମନ୍ତବ୍ୟ ଦେବି ସେଟା କିଏ ଗ୍ରହଣ କଲା ନ କଲା ମୁଁ କ'ଣ କରିପାରିବି। ମୁଁ ମୋର ମନ୍ତବ୍ୟ ଦେବି ମୁଁ ମୋ ଅଞ୍ଚଳର ଏଇଟା ସ୍ୱାର୍ଥ ଦୃଷ୍ଟିରୁ ସଂଘର୍ଷ କରିବି। ଯଦି ମୋ ଅଞ୍ଚଳର ସ୍ୱାର୍ଥକୁ ନେଇକରି ମୁଁ ସଂଘର୍ଷ କଲି ସେଥିରେ କିଏ ସମାଲୋଚନା କଲା କରୁନା ମୋତେ କ'ଣ ହେଇଯାଉଛି।